ଏ ପଞ୍ଚାୟତର ବହୁତ ଅବହେଳାରେ ଅଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବ ତାହେଲେ ନିଶ୍ଚିତ ଭାବରେ ଯାହା ଯାହା ସମସ୍ୟା ଅଛି ତାର ସମାଧାନ ହେବ। ମୁଁ ଆଜି ଟିକରପଡ଼ା ଗାଁକୁ ଗସ୍ତ କରୁଛି, ଯେଉଁଟାକି ହଲୁଆ ପଞ୍ଚାୟତ। ଏଠି ଆମର ରିଉ କାଡ୍ରେକାର ଘର ନିଆଁ ଲାଗିକିରି ପୁରା ସବୁ ପୋଡ଼ି ଯାଇ ତାଙ୍କର ସବୁ ଆଉ କୌଣସି ଜିନିଷ ବି ରହିନାହିଁ। ତାଙ୍କମାନଙ୍କର ସହାୟତା ପାଇଁ ମୁଁ ଆସିଥିଲି ଏବଂ ଦେଖିଲି ଜିଲ୍ଲା ପ୍ରଶାସନ ପହଞ୍ଚିଛି କି ନାହିଁ ଏବଂ ତହସିଲଦାର ପହଞ୍ଚିଛି କି ନାହିଁ, ଯେଉଁ ଆର୍ଆଇ ପହଞ୍ଚିଛି କି ନାହିଁ, ତାର ରିପୋର୍ଟ ଦେଇଛନ୍ତି କି ନାହିଁ ସେଟା ବୁଝିବା ପାଇଁ ଆସିଥିଲି। ଏବଂ ଯେଉଁ ପିଲାମାନଙ୍କର ସାର୍ଟିଫିକେଟ୍ ପୋଡ଼ି ଯାଇଛି ସେ ପିଲାମାନଙ୍କର ବି କେମିତି ସାର୍ଟିଫିକେଟ୍ ପାଇବେ, ଯେଉଁ ଶିକ୍ଷାଗତ ସାର୍ଟିଫିକେଟ୍ଟା ସେଇଟା ପାଇଁ ମଧ୍ୟ ମୁଁ ଜିଲ୍ଲା ପ୍ରଶାସନକୁ ଜଣେଇବି। ଏବଂ ଆସିବା ପରେ ପ୍ରତ୍ୟେକ ମା ମାନେ ଯେତିକି ଅଛନ୍ତି, ଓଲ୍ଡ ଏଜ୍ ମା ମାନେ, ଭିଡୋ ପେନସନ୍ ପାଇବା ମା ମାନେ ସମସ୍ତେ ମୋତେ ଅଭିଯୋଗ କରୁଛନ୍ତି 4 ମାସ ହେଲା ସେମାନେ ପେନସନ୍ ପାଇନାହାନ୍ତି ଏବଂ ଅଧିକାଂଶ ଭିଡୋ ପେନସନ୍ଟା ବହୁତ ଜଣ ପାଇନାହାନ୍ତି। ମୁଁ ମା ମାନଙ୍କୁ ମଧ୍ୟ ଆଶ୍ୱାସନା ଦେଉଥିଲି ସେମାନଙ୍କୁ ମଧ୍ୟ ତାଙ୍କର ଭିଡୋ ପେନସନ୍ କେମିତି ପାଇବେ ଏବଂ ଯେଉଁ 4 ମାସ ହେଲା ଯେଉଁ ଓଲ୍ଡ ଏଜ୍ ପେନସନ୍ ପାଇନାହାନ୍ତି ସେ ବିଷୟରେ ମଧ୍ୟ ମୁଁ ଆଲୋଚନା କରୁଥିଲି ଏବଂ ସେଇଟା ମଧ୍ୟ ଅଳ୍ପ ଦିନ ଭିତରେ ତାମାନେ ପାଇଯିବେ ବୋଲିକି ମାନନୀୟ ମୁଖ୍ୟମନ୍ତ୍ରୀ କାଲି ହିଁ ଜଣାଉଥିଲେ। ଏବଂ ଦ୍ୱିତୀୟରେ ଏଠି ପିଇବା ପାଣିର ଅସୁବିଧା, ମୁଁ RWSSର SDOକୁ ମୁଁ ଫୋନ୍ କରିକି ସେଟା ମଧ୍ୟ ଅବଗତ କରାଇଛି। କାଲି ତ ଛୁଟି ଅଛି, ସୋମବାର ଦିନ ଆସିକିରି ତାର ବ୍ୟବସ୍ଥା କରିବି ବୋଲିକି SDO ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ମାନଙ୍କର ମଧ୍ୟ ମୁଁ ତାଙ୍କମାନଙ୍କ ଏସିକୁ ମୁଁ ଫୋନ୍ କରିଥିଲି କିନ୍ତୁ ଫୋନ୍ଟା ରିସିଭ୍ କରିନାହାନ୍ତି। ସନ୍ଧ୍ୟାବେଳେ ଯାଇକି ଏସି ସହିତ ମୁଁ ଦେଖା କରିବି ଏବଂ ଏଇଟାକୁ ଇଣ୍ଡଷ୍ଟ୍ରିଆଲ ଲାଇନ୍ ଡାଇରେକ୍ଟ ଲାଇନ୍ ଦେବା ପାଇଁ ବୋଲିକି ମୁଁ ତାଙ୍କମାନଙ୍କ ସହିତ କଥାବାର୍ତ୍ତା କରିବି ଏବଂ ଏ ଗାଁର ଯେଉଁ ମୋତେ ଅଭିଯୋଗ କରିଥିଲେ ତାର ଅଭିଯୋଗକୁ ଶୁଣିଛି ଏବଂ ଗାଁ ମଝିରେ ଗୋଟେ ଭଗବତ ଟୁଙ୍ଗି ବାନ୍ଧିବା ପାଇଁ ମଧ୍ୟ ମୋତେ ଇଏ କରୁଛନ୍ତି। ମୋର MLA ଲେଡ୍ରୁ ମୁଁ ତାଙ୍କ ଟିକରପଡ଼ା ଗାଁକୁ ଗୋଟେ 5 ଲକ୍ଷ ଦେଇକରି ତାଙ୍କର ଭଗବତ ଟୁଙ୍ଗି ବାନ୍ଧିବା ପାଇଁ କରିବା ପାଇଁ ମଧ୍ୟ ମୁଁ ପ୍ରତିଶ୍ରୁତି ଦେଇଛି। ଆଜି ଗାଁର ଲୋକମାନଙ୍କ ସହିତ ଦେଖା କରିକି ମୋତେ ବହୁତ ଖୁସି ଲାଗିଲା ଏବଂ ଏ ପଞ୍ଚାୟତର ବହୁତ ଅବହେଳାରେ ଅଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବ ତାହେଲେ ନିଶ୍ଚିତ ଭାବରେ ଯାହା ଯାହା ସମସ୍ୟା ଅଛି ତାର ସମାଧାନ ହେବ।